ବାକ୍ୟରୁ କିଛି ଆମେ ଆଲୋଚନା କରିବାକୁ ଯିବା, ତେଣୁ ଦୟାକରି କେହି ଜଣେ ଶୀଘ୍ର ପାଠ କରିବାରେ ସାହାଯ୍ୟ କରନ୍ତୁ। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କ ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ଆମେନ୍। ଆମେନ୍। ପ୍ରଭୁ ତାଙ୍କରି ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ମାନେ ପଦେ ପ୍ରାର୍ଥନା କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମର ପବିତ୍ର ପ୍ରିୟ ନାମର ଧନ୍ୟବାଦ କରୁଅଛୁ। এই ପ୍ରାତଃ କାଳ ନିମନ୍ତେ ଆମେ ତୁମର ଧନ୍ୟବାଦ କରୁଛୁ। ଜୁମ୍ ମାଧ୍ୟମରେ ପ୍ରଭୁ ତୁମେ ଆମମାନଙ୍କୁ ଏକତ୍ର ହେବା ପାଇଁ, ପୁଣି ଏହି ପ୍ରାତଃ କାଳରେ ତୁମରି ପବିତ୍ର ଧର୍ମଶାସ୍ତ୍ରରୁ ପ୍ରଭୁ ଶିକ୍ଷା ଗ୍ରହଣ କରିବା ପାଇଁ ଯେଉଁ ସୁଯୋଗ ତୁମେ ଆମମାନଙ୍କୁ ଦେଇ ଆସୁଅଛ ପ୍ରତିଦିନ, ସେଥିପାଇଁ ତୁମ ନାମର ଗୌରବ କରୁଅଛୁ। ତୁମର ଜୀବନ ପାଇଁ ପ୍ରସ୍ତୁତ ଅଛୁ, ଆମମାନଙ୍କ ହୃଦୟ ମନ ଆତ୍ମାକୁ ସଜାଡୁଛୁ ଏବଂ ତୁମ ରବ ଶୁଣିବା ନିମନ୍ତେ ପ୍ରଭୁ ଆମେ ସ୍ଥାନରେ ବସିଅଛୁ। ପ୍ରତ୍ୟେକଙ୍କୁ ତୁମ ରବ ଶୁଣିବା ପାଇଁ ସାହାଯ୍ୟ କର। ମୁଁ ମାଧ୍ୟମେ ନିଅ ଯୀଶୁଙ୍କ ପ୍ରିୟ ନାମରେ ମାଗୁଅଛୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ଏଇ ଦିନ ମାନଙ୍କରେ ମାନେ ବଡ଼ଦିନ ପାଳନ କରିବା ଅଭିପ୍ରାୟରେ ସମସ୍ତେ ପ୍ରାୟ ଉତ୍ସବ ମୁଖରିତ ହେଇ ପଡ଼ିଲୁଣି, କାରଣ ଡିସେମ୍ବର 1ରୁ ପ୍ରଭୁଙ୍କର ବାକ୍ୟ ମାନେ ଶୁଣୁଅଛୁ ବଡ଼ଦିନ ସମ୍ପର୍କରେ ବା ଖ୍ରୀଷ୍ଟମାସ ସମ୍ପର୍କରେ। ଆଉ ଏଇଟା ଗୋଟେ ଖ୍ରୀଷ୍ଟମାସ ସିଜନ ବର୍ତ୍ତମାନ ଚାଲିଛି, ଯୋଉ ସିଜନରେ ଲୋକମାନେ ସେଲିବ୍ରେସନ ଆଉ ଫିଷ୍ଟିଂ କରିବା ବା ଫେଷ୍ଟିଭିଟି କରିବା, ଲାଇଟନିଂ, ଡେକୋରେସନ, ଏ ସମସ୍ତରେ ଲୋକମାନେ ବ୍ୟସ୍ତ ରୁହନ୍ତି। ଆଉ ତେବେ ଏଇ ଯୋଉ ପଠିତ ଶାସ୍ତ୍ରାଂଶରୁ ମାନେ ଅନେକ ପରିଚିତ, ପୁଣି ଅନେକ ଥର ମାନେ ବାକ୍ୟ ଶୁଣିଅଛୁ। ଯିଶାୟ ଭାବବାଦୀ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମିବାର 700 ବର୍ଷ ପୂର୍ବେ ସେ ଭାବବାଣୀ କହିଥିଲେ, ଯାହା ଯିଶାୟ 7:14 ଆମେ ଦେଖିଥାଉ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସଂକ୍ରାନ୍ତୀୟ ଏକ ଭାବବାଣୀ ସେ ପ୍ରକାଶ କଥା ଲେଖା ଯାଉଅଛି। ବା ଗୋଟେ ଅଦ୍ଭୁତ, ଅଲୌକିକ ବା ବିଚକ୍ଷଣ ବା ଉଲ୍ଲେଖନୀୟ ବା ଅସାମଞ୍ଜସ୍ୟ ଗୋଟେ ବାଳକ, ଏପରି ଏକ ବାଳକ ଯାହାଙ୍କ ସହିତ କେବେ ମାନେ ଅନପାରାଲେଲ, ସେ କାହାରି ସହିତ ତୁଳନୀୟ ନୁହନ୍ତି, ସମତୁଲ ନୁହନ୍ତି, ତାଙ୍କ ସହିତ ତୁଳନା କରାଯାଇ ପାରିବ ନାହିଁ। ସେ ଗୋଟେ ବିଲକ୍ଷଣ ବା ବିଚକ୍ଷଣ ବା ଗୋଟେ ଉଲ୍ଲେଖନୀୟ, ଗୋଟେ ଅଲୌକିକ ସନ୍ତାନ ସେ ଅଟନ୍ତି, ଗୋଟେ ପିଲା ଅଟନ୍ତି, ଗୋଟେ ବାଳକ ଅଟନ୍ତି। ତେବେ ସେଇ ସମ୍ପର୍କରେ କିଛି କଥା କହିବା। ତଥାପି ଆମେ ଜାଣୁ ଯେ ସେ ହଉଛନ୍ତି ସ୍ୱୟଂ ପରମେଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ଅଟନ୍ତି, ଯିଏ ଏଇ ପାପମୟ ଜଗତରେ ବସବାସ କରୁଥିବା ଲୋକମାନଙ୍କୁ, ପତିତ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆସିଲେ। Jesus, the very Son of God who came to this world, to the lost world, ଯୋଉ ଜଗତ ହଜି ଯାଇଛି, ଯୋଉ ଜଗତ ପତିତ ହେଇଯାଇଛି, ଯୋଉ ଜଗତକୁ ପରମେଶ୍ୱର ସୃଷ୍ଟି କରିଥିଲେ, ସୁନ୍ଦର କରି ସୃଷ୍ଟି କରିଥିଲେ, ତାହା ଅସୁନ୍ଦରରେ ପୂର୍ଣ୍ଣ ହେଇଯାଇଛି, ପାପରେ ପତିତ ହେଇଯାଇଛି, ଅନ୍ଧକାରରେ ବାସ କରୁଅଛି। ସେଥିପାଇଁ 9 ଅଧ୍ୟାୟର ପ୍ରଥମ ପଦରେ ଲେଖାଗଲା, ଯେଉଁ ଗୋଷ୍ଠୀ ଅନ୍ଧକାରରେ ପୂର୍ବେ ବାସ କଲେ ସେମାନଙ୍କ ନିମନ୍ତେ ଏକ ମହା ଆଲୋକ ଉଦିତ ହେଇଅଛି। ତ ସେ ଜ୍ୟୋତି ସ୍ୱରୂପ ହେଇକରି ଆସିଲେ, ସେ ଜ୍ୟୋତି ଅଟନ୍ତି ସ୍ୱୟଂ। ଆଉ ସୃଷ୍ଟିର ପ୍ରଥମରୁ ଆମେ ଯେତେବେଳେ ଦେଖୁଛୁ ଆଦି ପୁସ୍ତକ 1ର ତାର 2 ପଦରେ ଯେ ଚାରିଆଡେ ଅନ୍ଧକାର ବ୍ୟାପ୍ତ ଥିଲା ଆଉ ତା ଉପରେ ଆତ୍ମା ମାନେ ବିଚରଣ କରୁଥିଲେ ବୋଲିକରି ଲେଖା ଅଛି। ତାପରେ ପ୍ରଭୁ ମାନେ ପରମେଶ୍ୱର କହିଲେ ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ସେ ସ୍ୱୟଂ ଦୀପ୍ତି ସେ ସୃଷ୍ଟି କରନ୍ତି, କାରଣ ସେ ନିଜେ ସେ ଦୀପ୍ତି ଅଟନ୍ତି ବା ସେ ଏକ ପ୍ରକାଣ୍ଡ ଆଲୋକ ଅଟନ୍ତି, ଜ୍ୟୋତି ଅଟନ୍ତି, ଜ୍ୟୋତିର୍ମୟ ପିତା ସେ ଅଟନ୍ତି। ତେବେ ସେଇ ପରମେଶ୍ୱର ଏକ ପାପମୟ ପତିତ ଜଗତକୁ, ଅନ୍ଧକାରମୟ ଜଗତକୁ, ଅପରାଧରେ ଜଡ଼ିତ ଜଗତକୁ ସେ ଆସିଲେ ଉଦ୍ଧାର କରିବା ନିମନ୍ତେ। ଯୋଉମାନେ ତାହାଙ୍କୁ ଜାଣନ୍ତି ସେମାନେ ତାଙ୍କୁ ଗୌରବ ଦେବା ପାଇଁ ସବୁବେଳେ ଚେଷ୍ଟା କରନ୍ତି ବା ତାଙ୍କୁ ସମ୍ମାନ ଦିଅନ୍ତି, ତାଙ୍କୁ ଗୌରବ ଦିଅନ୍ତି।
କିନ୍ତୁ ଜଗତ ସେ ପ୍ରକାର କରେ ନାହିଁ। ବାକ୍ୟ ଆମମାନଙ୍କୁ କୁହେ ଯୋହନ ପୁସ୍ତକରେ ଯେ ସେ ଆପଣାର ଲୋକମାନଙ୍କୁ ଆସିଲେ କିନ୍ତୁ ସେ ଲୋକମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ, ଜାଣି ପାରିଲେ ନାହିଁ। ଜଗତ ତାଙ୍କୁ ଚିହ୍ନିଲା ନାହିଁ, ଜଗତ ତାଙ୍କୁ ଜାଣିଲା ନାହିଁ, ଜଗତ ତାଙ୍କୁ ଜାଣିବା ପାଇଁ ଅନେକ ସମୟରେ ଚେଷ୍ଟା ମଧ୍ୟ କରିନଥାଏ। The world reacts in a different ways and the world ignores him. ସେ ଜଗତ ତାଙ୍କୁ କଣ କରେ? ଅବମାନନା କରେ, ପରିତ୍ୟାଗ କରେ, ତୁଚ୍ଛ କରେ, ଅସମ୍ମାନ କରେ। କିନ୍ତୁ ଯୋଉମାନେ ଆମେ ଯୀଶୁଙ୍କୁ ଜାଣିଛୁ ଆମେ ତାଙ୍କୁ ଗୌରବ ଦେବା ଆବଶ୍ୟକ, ସମ୍ମାନ ଦେବା ଆବଶ୍ୟକ। ତାଙ୍କର ସେ ମହିମା ପାଇବା ପାଇଁ ସେ ଯୋଗ୍ୟ ପରମେଶ୍ୱର ଅଟନ୍ତି। ଆଉ ଏଇ ସ୍ଥାନରେ ଆମେ ଦେଖିବାକୁ ପାରୁଛୁ ଯେ ଯୀଶୁଙ୍କର ନାମ ଦିଆଯାଇଅଛି। କେତୋଟି କଥା ବା ବିଶେଷ କରି 3ଟି ସତ୍ୟତା ମୁଁ ଏଥିରୁ କହିବା ପାଇଁ ଆପଣମାନଙ୍କୁ ଚାହିଁବି। There are 3 facts বা truths that is there in this scripture. এই ସ୍ଥାନରେ ଯୋଉ 3ଟି ରହସ୍ୟ ବା 3ଟି ନିଗୁଡ ତତ୍ତ୍ୱ ଅଛି ତାକୁ ମୁଁ ଆପଣମାନଙ୍କ ନିକଟରେ ସଂକ୍ଷିପ୍ତରେ ପ୍ରକାଶ କରିବା ପାଇଁ ଚାହିଁବି। ଯୀଶୁଙ୍କ ନାମ ବର୍ତ୍ତମାନ ଦିନମାନଙ୍କରେ ଅନେକ ଲୋକ ଅଛନ୍ତି ଯୋଉମାନେ ବ୍ୟବହାର କରନ୍ତି, ଅପବ୍ୟବହାର କରନ୍ତି, ଲାଭର ଉପାୟ ମନେ କରନ୍ତି ଏବଂ ଯୀଶୁଙ୍କୁ ଅଗୌରବ କରନ୍ତି। କିନ୍ତୁ ଆମେ ଯୋଉମାନେ ପ୍ରଭୁ ଯୀଶୁଙ୍କୁ ଜାଣିଛୁ ଆମେ ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଗୌରବ ଦେବା ନିଶ୍ଚିତ ଭାବରେ ଆମମାନଙ୍କର କର୍ତ୍ତବ୍ୟ ଅଟେ। ଲାଭର ଉପାୟ ମନେ କରି ଲୋକମାନେ ଟଙ୍କା ଅର୍ଜନ କରନ୍ତି ଯୀଶୁଙ୍କ ନାମରେ, ଯାହା ଈଶ୍ୱରଙ୍କ ନିନ୍ଦା ଅଟେ। ବ୍ଲାସ୍ଫେମି ସେମାନେ କରନ୍ତି by using the name of Jesus. ତେବେ ଯୋଉ 3ଟି ସତ୍ୟତା ମୁଁ ସ୍ଥାନରୁ କହିବା ପାଇଁ ଚାହୁଁଛି ତାହା ଆମେ ସମସ୍ତେ ଜାଣୁ ଯେ ଏଇ ଯୋଉ ବାଳକଙ୍କର କଥା ଲେଖାଗଲା ବା ଏଇ ଯୋଉ ଶିଶୁଙ୍କର କଥା ଲେଖାଗଲା ବା ପିଲାର କଥା ଲେଖାଗଲା, ଏଠି ଲେଖାଗଲା କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି। 2ଟା କଥା ଏ ସ୍ଥାନରେ ସେ ଆମେ ପ୍ରଥମ ଦେଖିବାକୁ ପାରୁଛୁ। ତେଣୁ ପ୍ରଥମ ସତ୍ୟତା ହଉଛି ଯେ ଏଇ ବାଳକ ହେଉଛନ୍ତି ପରମେଶ୍ୱରଙ୍କ ଅନୁଗ୍ରହର ଅବତାର। ତାକୁ ଯଦି ଆମେ କହିବା ଇଂରାଜୀରେ he is the embodiment of God's grace. ଏମ୍ବଡିମେଣ୍ଟ ଗୋଟେ ଶବ୍ଦ ଆମେ ପ୍ରୟୋଗ କରୁଛୁ ଯାହାକୁ ଇନକାର୍ନେସନ ବୋଲିକରି ମଧ୍ୟ କୁହାଯାଇଥାଏ। ତ he is the embodiment of God's grace. ଗୋଟିଏ ଶବ୍ଦ 2 ଥର ଏ ସ୍ଥାନରେ ରିପିଟ୍ କରାଯାଉଛି, ସେଇଟା ହଉଛି unto us ବା ଆମ୍ଭମାନଙ୍କ ନିମନ୍ତେ। ପ୍ରଥମ କଥା ଆମ୍ଭମାନଙ୍କ ନିମନ୍ତେ, ତାପରେ ଆମ୍ଭମାନଙ୍କୁ unto us, ଇଂରାଜୀରେ ତାକୁ unto us a son is given, unto us a child is given ବା a son is born, a child is born and unto us a son is given, এই ପ୍ରକାର ଭାବରେ ଇଂରାଜୀରେ ଲେଖାଯାଏ। ତେବେ ଏଇ ଯୋଉ ବାଳକ ଏବଂ ପୁତ୍ର ଏ 2ଟା ଶବ୍ଦ ସେ ବ୍ୟବହାର କରାଯାଉଛି। ତ ନୂତନ ନିୟମରେ ରିପିଟେଡଲି ଏଇଟାକୁ ବ୍ୟବହାର କରାଯାଏ। ମାଥ୍ୟୁ ତାର 1:21ରେ, ଲୁକ ତାର 2:11 ପଦରେ ଆମେ ଦେଖିବାକୁ ପାରୁଛୁ ଏ ସମସ୍ତ କଥା ଯେ ଏଇ ଶବ୍ଦଟି ଅର୍ଥାତ unto us ବା ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କ ନିମନ୍ତେ ଏକ ପୁତ୍ର ଦତ୍ତ ହୋଇଅଛନ୍ତି, এই କଥା ଲେଖା ଅଛି। କାହିଁକି? ଆମମାନଙ୍କର ଅବସ୍ଥା କଣ ଥିଲା? what we deserve, ଆମେ କଣ ପାଇବା ପାଇଁ ଯୋଗ୍ୟ ବିବେଚିତ ଅଟୁ। ଏଫେସିୟ 2 ତାର 1-3 ପଦ ଟିକେ ପଢନ୍ତୁ। ଆଉ ଜଣେ ରୋମିଓ 3:10-23 ଅଛି କିନ୍ତୁ ଆମେ ସମ୍ପୂର୍ଣ୍ଣ ପଢିବା ନାହିଁ, କିନ୍ତୁ ଗୀତ ସଂହିତା 9:17 ପଦ ଜଣେ ପଢନ୍ତୁ। ଆଉ ଜଣେ ଯୋହନ 3:18 ପଦ ପଢନ୍ତୁ। ଏଫେସିୟ 2:1-3 ଜଣେ ପଢନ୍ତୁ। ଏହି ସଂସାରର ଭାବ ଅନୁସାରେ ପୁଣି ଆକାଶମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଆତ୍ମା ଏବେ ଅନାଜ୍ଞ ସନ୍ତାନମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛନ୍ତି ତାହାର ଇଚ୍ଛା ଅନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ସେହି ଆକାଶ ଆଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷଣ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରିଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ। ଆମେ
धन्यवाद। आज जने पढ़ंतु गीत संहिता 9 ର 17। दुष्ट माने और जो गोष्ठी माने परमेश्वर को पासरती से माने समस्ते पाताल को चली जिबे। ओके, जोहन 3 ର 18 पद। जे ताहांकठारे विश्वास करे से विचारित हुए नहीं, जे विश्वास करे नहीं से विचारित हुई सारिलाणी, कारण से ईश्वरଙ୍କ अद्वितीय पुत्रଙ୍କ नामरे विश्वास करी नहीं। आमेन। এই স্থাନରେ ଆମେ ଦେଖିବାକୁ ପାରୁଛୁ ଯେ ଏକ ମନୁଷ୍ୟ ର ଅବସ୍ଥା, the condition of man ବା the condition of the world, এই ସଂସାରର ଅବସ୍ଥା, এই ଜଗତର ଅବସ୍ଥା, ଲୋକମାନଙ୍କର ଅବସ୍ଥା, ପାପମୟ ଅବସ୍ଥା, ଅନ୍ଧକାରମୟ ଅବସ୍ଥା, ଅପରାଧରେ ଜଡ଼ିତ ହେବାର ଅବସ୍ଥା। ପୁଣି ରୋମିଓ 3 ତାର 10 ରୁ 23 ପଦ ବି ଯଦି ଆମେ ପଢିବା, ସେ ସ୍ଥାନରେ ମଧ୍ୟ ସାଧୁ ପାଉଲ ସମ୍ପୂର୍ଣ୍ଣ ଭାବରେ ସେ ବର୍ଣ୍ଣନା କରନ୍ତି ଯେ କୋଉ ପ୍ରକାର ପରିସ୍ଥିତିରେ ଜଗତ ରହିଅଛି। ପୁଣି ସେ କହନ୍ତି ଯେ ସମସ୍ତେ ପାପ କରିଛନ୍ତି, ପୁଣି ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଛନ୍ତି। এই প্রকার এক অবস্থারে থিবা বেলে we deserve that this child who is an embodiment of God's grace, এই বালক, এই পুত্র যে কি পরমেশ্বরଙ୍କର ଅନୁଗ୍ରହର ସନ୍ତାନ ଅଟନ୍ତି, ଅନୁଗ୍ରହ ସ୍ୱୟଂ ଅଟନ୍ତି, ସେ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି ବା ଏଇ ଜଗତକୁ ସେ ଆସିଅଛନ୍ତି। ଆଉ still in this particular situation God gave his son for us। এই প্রকার অবস্থারে जो प्रकार अवस्थार चित्रण करागला बा जो प्रकार अवस्थार एक परिस्थितिर एक सुंदर विवरणी दिया गला एई समस्त पदपर्व गुड़ी करे। एई प्रकार परिस्थिति सत्वे परमेश्वर जे कि प्रेममय अटंती, अनुग्रह रे पूर्ण परमेश्वर अटंती, से कौन कले ना अपना पुत्र दान कले। जो इंग्राजी रे आमे ग्रेस शब्दटा देखुछु, अनेकंकर नाम मध्य दिया जाय थाए ग्रेस बा ग्रेसी इत्यादि इत्यादि। GRACE ग्रेस र अर्थ होउची गॉड रिचेस एट क्राइस्ट एक्सपेंस बोली करी, ख्रीष्टंकर मूल्य रे परमेश्वर आम मान को निकट रे पहुंचंती। गॉड रिचेस एट क्राइस्ट एक्सपेंस, ख्रीष्टं को मूल्य देबा को पड़ीथिला, जोथरे अनुग्रह प्रकाशित हला के जोटा माने क्रूसिफिक्शन समय बा प्रभु श्री ख्रीष्टंकर दुख भोग समय देखा पाई था। किंतु जन्म समय से महा अनुग्रह प्रकाशित हला, जो द्वारा परमेश्वर आपणार पुत्र को आम मान निमंत्रण देले। सेटा को ही कहा जाउची जे एई बालक गोटे अवतार, परमेश्वरंकर अनुग्रहर एक अवतार अटंती। This child who is Jesus himself is the embodiment of God's grace। से होचंती से परमेश्वरंकर एक महा अनुग्रह आमानक पाई। अनुग्रह काको कहा जाए, जहाँ हमें पाइबा पाई योग्य नहु से प्रकार एक विषय जहाँ पाई थाउ। और गॉड रिचेस अस बा गॉड रिचेस एट क्राइस्ट्स एक्सपेंस, और सेटा होची ग्रेस। द्वितीय कथा कहिबी, जोहन 3 ର 16 रे आमे समस्त जानिछु, समस्तंकर मुखस्थ अछि, कारण ईश्वर जगत को एडे प्रेम कले जे से आपणार अद्वितीय पुत्रन को दान कले, जेपरि जे केही तांकटरे विश्वास करे से विनष्ट न होई अनंत जीवन प्राप्त होय। सेइथिरु जदि आमाने ताकु व्याख्या करिबा ताहले आ गोटे संवाद बा गोटे मेसेज सेथिरु बाहरिबो। तबे एति कहबा चाहू जे एई बालक आमानक निकट को आसिले गोटे अनुग्रहर अवतार स्वरूपे, सेटा माने बुझिबा दरकार। He came to us as an embodiment of God's grace। द्वितीय कथा होची जे एई बालक is the embodiment of God's glory। से परमेश्वरंकर गौरवर एक अवतार अटंती। जिसाय स्थान रे तांको कहउछंती एक बालक बोली एवं एक पुत्र बोली से संबोधन करूछंती। ए पदरे हमरे देखुछु आइसाया calls this baby, this child, दीटा शब्द कहउछंती, ए चाइल्ड, ए सन, गोटे बालक एवं गोटे पुत्र बा एक बालक एक पुत्र जन्मी अछंती, दत्त होई अछंती, ए प्रकार से प्रकाश करछंती। So the word child speaks of his humanity।
ଏଇ ଯୋଉ ବାଳକ ଶବ୍ଦଟି ତାଙ୍କର ମାନବିକତାକୁ ପ୍ରକାଶ କରୁଛି ଏବଂ ପୁତ୍ର ଶବ୍ଦଟି ତାଙ୍କର ଡିଟି ବା ତାଙ୍କର ଦୈବତ୍ୱକୁ ପ୍ରକାଶ କରୁଛି। ସେଥିପାଇଁ କୁହାଯାଏ ଆମେ ଥିଓଲୋଜିରେ ବା ପାରମାର୍ଥିକ ତତ୍ତ୍ୱରେ ପଢିଥାଉ ଯେ ଜିଜସ୍ ଇଜ ଲିଟରାଲି ଦ ଗଡ୍ ମ୍ୟାନ୍ ବା ପରମେଶ୍ୱର ଏବଂ ସେ ମନୁଷ୍ୟ 100% ସେ ଈଶ୍ୱର ଅଟନ୍ତି, 100% ସେ ମନୁଷ୍ୟ ଅଟନ୍ତି। ହି ଇଜ ଦ ଗଡ୍ ମ୍ୟାନ୍ ବୋଲିକି ଆମେ କହିଥାଉ। ଅନେକ ଲୋକମାନେ ବିଶ୍ୱାସ କରନ୍ତି ଯେ ସବୁଠାରୁ ହ୍ୱାଟ ଇଜ ଦ ଗ୍ରେଟେଷ୍ଟ ମିରାକଲ ଇନ ଦ ବାଇବେଲ, ସବୁଠାରୁ ମାନେ ଅତି ବଡ ବା ଅତି ମହାନ ମିରାକଲ ଆଶ୍ଚର୍ଯ୍ୟ କର୍ମ କଣ ଅଟେ? ଅନେକ ଲୋକ କୁହନ୍ତି କ୍ରୁସିଫିକ୍ସନ, କୃଷାର୍ପଣ ହେବା ବା କୃଷରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ଝୁଲିଲେ ଆମ ମାନଙ୍କର ପାପ ପାଇଁ, ସେଇଟା ହଉଛି ସବୁଠାରୁ ଗୋଟେ ବଡ ମିରାକଲ ବୋଲି କହନ୍ତି। ଆହୁରି ଅନେକ ଲୋକ କହନ୍ତି ରେଜୁରେକ୍ସନ, ପୁନରୁତ୍ଥାନ, ତାଙ୍କର ପୁନରୁତ୍ଥାନ ହଉଛି ସବୁଠାରୁ ବଡ ମିରାକଲ। ଆଉ ଅନେକ ଲୋକ ଅଛନ୍ତି ସେମାନେ କହନ୍ତି ଯେ ପ୍ରଭୁ ଯୀଶୁ ଯୋଉ ଆଶ୍ଚର୍ଯ୍ୟ କର୍ମ ଗୁଡାକ କଲେ, ଜଳକୁ ଦ୍ରାକ୍ଷା ରସ କରିଦେଲେ ଗାଲିଲିର କାନା ନଗରରେ, ସେଇଟା ଗୋଟେ ବଡ ମିରାକଲ। ଅନେକ ଲୋକ କହନ୍ତି ଝଡ ତୁଫାନକୁ ବନ୍ଦ କରିଦେଲେ, ସେଇଟା ଗୋଟେ ବଡ ମିରାକଲ। ଆହୁରି ଅନେକ ଲୋକ ବିଶ୍ୱାସ କରନ୍ତି ଯେ 5000 ଲୋକଙ୍କୁ ପ୍ରଭୁ ଯୀଶୁ ଯୋଉ ଖୁଏଇଲେ, ସେଇଟା ଗୋଟେ ବଡ ମିରାକଲ ବୋଲିକିରି ଲୋକମାନେ କହନ୍ତି। ପୁଣି ଅନେକ ସମୟରେ ଲୋକମାନେ କହନ୍ତି ତାଙ୍କର ଯୋଉ ଟ୍ରାନ୍ସଫିଗୁରେସନ ବା ସେଇ ଯୋଉ ରୂପାନ୍ତରିତ ହେଲେ, ସେଇଟା ଗୋଟେ ବଡ ମିରାକଲ ବୋଲିକିରି କହନ୍ତି। ଏପରି ଅନେକ ବିସ୍ତୃତ ବର୍ଣ୍ଣନା କରାଯାଇଛି ତାଙ୍କର ଚମତ୍କାର କାର୍ଯ୍ୟ ଗୁଡାକ ସମ୍ପର୍କରେ, ତାଙ୍କର ଆଶ୍ଚର୍ଯ୍ୟ କର୍ମ ଗୁଡାକ ସମ୍ପର୍କରେ, ଯୋଉଟା ସବୁ ମିରାକଲ, ପ୍ରଭୁ ଯୀଶୁଙ୍କର ମିରାକଲ। এই সমস্ত all these are indeed great manifestation of his divine power। ତାଙ୍କର ଦିବ୍ୟ ଶକ୍ତିର ଏ ସମସ୍ତ ହଉଛି ଏକ ଅଲୌକିକ ପ୍ରକାଶନ ଗୁଡାକ। କିନ୍ତୁ ସବୁଠାରୁ the greatest miracle is the incarnation। ସେ ଯୋଉ ଅବତାର ନେଲେ ବା ଈଶ୍ୱର ମନୁଷ୍ୟ ହେଲେ, ସେଇଟା ହିଁ ଗୋଟେ ବଡ ମିରାକଲ ଅଟେ। The day God became a man and remained God is the greatest miracle। ଯାହା ପାଉଲ କହନ୍ତି ଫିଲିପିଓ ତାର 2 ଅଧ୍ୟାୟ 5 ପଦରୁ 8 ପଦରେ, ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱର ବୋଲି ନିଜକୁ ଧରି ରଖିବାର ବିଷୟ ମନେ କଲେ ନାହିଁ, ବରଂ ନିଜକୁ ବା ଆପଣାକୁ ଦାସ ରୂପ ମନେ କରି ସେ ଆଉ ଦାସ୍ୟ ସ୍ୱରୂପ ହେଲେ ବା ଗୋଟେ ଆମମାନଙ୍କ ପରି ଗୋଟେ ସାଧାରଣ ମନୁଷ୍ୟ ପରି ସେ ହେଲେ। ଟିକେ ଦୟାକରି ପଢନ୍ତୁ ଫିଲିପିଓ 2 ତାର 5 ରୁ 8 ପଦ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ତ ସେଇଟା ହଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏମ୍ପଟିନେସ୍ ବା ନିଜକୁ ଶୂନ୍ୟ କରିବାର ଥିଓରି ଗୋଟେ ବୋଲିକିରି କୁହାଯାଏ। କିନୋଟିକ୍ ଥିଓରି ବୋଲିକିରି ମଧ୍ୟ ଥିଓଲୋଜିରେ ପଢା ଯାଇଥାଏ। ବାକି ସେ ସମ୍ପର୍କରେ ମୁଁ ଏବେ ବିଶେଷ ବିଶ୍ଳେଷଣ କରିବି ନାହିଁ। ଏତିକି କହିବା ପାଇଁ ଚାହିଁବି ଯେ ସେଇ ବାଳକ, ସେଇ ଶିଶୁ, ସେଇ ପୁତ୍ର, ସେ ଈଶ୍ୱର ହେଲେ ହେ ନିଜକୁ ଈଶ୍ୱର ବୋଲି ଧରି ରଖିବାର ବିଷୟ ମନେ କଲେ ନାହିଁ, ବରଂ ସେ ମନୁଷ୍ୟ ହେଲେ, ଦାସ ରୂପ ଧାରଣ କଲେ। ସେଇଟାକୁ କୁହାଯାଏ ଦ ଗ୍ରେଟେଷ୍ଟ ମିରାକଲ ବା ଦି ଏମ୍ବଡିମେଣ୍ଟ ଅଫ ଗଡ୍ସ ଗ୍ଲୋରି। ପରମେଶ୍ୱରଙ୍କର ଯୋଉ ଗୌରବ, ପରମେଶ୍ୱରଙ୍କର ଯୋଉ ମହିମା, ପରମେଶ୍ୱରଙ୍କର ଯୋଉ ତେଜ, ପରମେଶ୍ୱରଙ୍କର ଯୋଉ ପ୍ରତାପ, ତାହା ପ୍ରକାଶ ପାଉଛି। ସେ ଗୌରବର ସନ୍ତାନ ଅଟନ୍ତି, ସେ ଗୌରବମୟ ପରମେଶ୍ୱର ଅଟନ୍ତି। ଆଉ ସେଇ ଗୌରବମୟ ପରମେଶ୍ୱର ଆଜି ସାଧାରଣ ମନୁଷ୍ୟ ରୂପରେ ସେ ଆସୁଛନ୍ତି। As the God man, Jesus was unique in several ways। କେତେକ ଉପାୟ ଅଛି, କେତେକ ବିଷୟରେ ପ୍ରଭୁ ଯୀଶୁ ବା ଏଇ ବାଳକ, ଏଇ ଗଡ୍ ମ୍ୟାନ୍ ବା ଏଇ ପୁତ୍ର, ଏଇ ଚାଇଲ୍ଡ, ଏଇ ସନ୍ ୟୁନିକ୍ ଅଟନ୍ତି, ଅଲୌକିକ ଅଟନ୍ତି। He is and he was unique in his birth। ତାଙ୍କ ଜନ୍ମରେ ତାଙ୍କର ଅଲୌକିକତା ଆମେ ଦେଖିବାକୁ ପାରୁଛୁ। ଯେଶାୟା 7:14 ଯାହା କୁହାଗଲା ଯେ ଦେଖ ଏକ କୁବାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ତାହାଙ୍କ ନାମ ଇମାନୁଏଲ ଦିଆଯିବ ବୋଲିକି 700 ବର୍ଷ ପୂର୍ବରୁ ତାହା କୁହାଯାଇଥିଲା। ଆଉ ତାଙ୍କର ଜୀବନରେ ମଧ୍ୟ ସେ ଅଲୌକିକ ଅଟନ୍ତି। He is unique in his life। He was unique in his life। ଯୋହନ 1:1 ପଦ, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ।
तापरे 14 पदरे जोहन 1:14 पदरे लिखा जाए जे सही वाक्य देहवंत हेले एवं मांसरे परिपूर्ण हेले मांसमय एक शरीर से नेले पुणी से मांसमय शरीर नेले मध्य से देहवंत हेले मध्य तांको ठारे कौनसी पापर लेस मात्र नथिला he was sinless से पाप कौन जानी नथिले पाउल कहंती करंथियो पुस्तकरे एवं पीतर कहंती प्रथम पीतर 2:22 पदरे टिके पढ़ंतु प्रथम पीतर 2:22 पद जोटी तांकर पाप शून्यता लेखा अछि sinlessness of Jesus Christ प्रथम ସେ पीतर କୌଣସି 2:22 ପାପ କଲେ ନାହିଁ କିମ୍ବା ତାହାଙ୍କ ମୁଖରେ କୌଣସି ଛଳ କଥା ନଥିଲା। से कौन सी पाप कले नहीं से निष्पापी निर्दाग मनुष्य निष्कलंक मनुष्य तथापि आमानक सकाशे तांको पाप स्वरूप करागला जिसा 53 अध्याय माने पाठ करू जे संपूर्ण अध्यायटी प्रभु यीशु ख्रीष्टंकर दुख भोगर एक पद्य बा गोटे पोएट्री लेखा जाई अछि गोटे कविता लेखा जाई अछि के जे आमानकर अधर्म निमंते से ताड़ित हेले प्रहारित हेले आमानकर जातना सब ताहांक ऊपर दिया गला आमानक निमंते से अधार्मिक मानक सहित गणित हेले ये समस्त कथा से स्थान रे लेखा अछि तो he is unique in his birth and he is unique in his life तापरे he is unique in his death he was unique in his death तांको मृत्यु रे मध्य से अलौकिक थिले केमिति 2 कोरिन्थियो 5:21 पद टिके पढंतु आउ जणे जोहन 10:18 पद पढंतु ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ଆମେନ୍। जोहन 10:18 କେହି ମୋ ଠାରୁ ତାହା ନେଇଯାଇ ନାହିଁ ମାତ୍ର ମୁଁ ଆପେ ତାହା ଦାନ କରେ ତାହା ଦାନ କରିବାକୁ ମୋର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋର ଅଧିକାର ଅଛି ମୁଁ ମୋର ପିତାଙ୍କ ଠାରୁ ଏହି ଆଜ୍ଞା ପାଇଅଛି। ଆମେନ୍। Praise the Lord. Hallelujah. से तांकर मृत्यु केमिति अलौकिकता तांकर यूनिकनेस आमे केमिति देखिबाकू पारुछु देखंतु अन्यान्य संप्रदायर लोक माने अन्यान्य धर्मर लोक माने कहंती जे से जदि ईश्वर होंती ताले से मरिबे ना if he is God then he will not die he wouldn't have died से निश्चित भाव से नितांत भाव मरिबे नाही किंतु प्रभु जीशु कौन कहले जेते बेले लाजार पीड़ित थिले बा लाजार मरि जाइतिले मार्था एवं जोहन मरियम को से कहउछंती जोहन पुस्तक रे आमे जहा जानु 11 अध्याय रे जे मु हुछि पुनरुत्थान और जीवन मोठारे जे विश्वास करे से यद्यपि मरे तथापि से बंचिबो आउ मृत्यु संपर्क रे तो अनेक कथा लेखा अछि जे मृत्यु तांको केबे धरी रखि पारिबो नाही से मृत्युर नाहुड़ को भांगी उठंती मृत्यु रे से बंदी आत्मा मानक निकट को प्रचार करबा निमंते जाई अछंती बा जाईथिले बोली मध्य भीतर से टेस्टिमनी दियंती तेबे मृत्युर चाबिकाठी तांको पाखरे अछि प्रकाशित 1:18 पदरे बत लेखा अछि जे मृत्युर चाबिकाठी तांको पाखरे अछि मृत्यु आमानक पाई समस्तक पाई गोटे भयर विषय मु मरी गले कौन हबो मोर पिला मानकर कौन हबो मोर संपत्ति रो कौन हबो मोर घर बाड़ी रो कौन हबो मृत्यु पे हमें समस्ते भय करि थाउ किंतु मृत्यु प्रभु यीशु ख्रीष्टक निमंते एक यूनिक विषय थिला गोटे अलौकिक विषय थिला से कौनसी पाप कले नहीं मृत्यु दंड योग्य कौन से अपराध से कले नहीं पिलातो हेरोद कौन से अपराध पाइले नहीं तथापि पिलातो हाथ धोई देले एवं लोक मानकर दाबी हेतु से तांको समर्पण कले क्रूसार्पित हेबा निमंते एवं मृत्यु दंड पाइबा निमंते किंतु से भली कौन सी अपराध से माने पाइले नहीं दोष से माने पाइले नहीं प्रभु यीशु ठार कारण से पाप कौन ता जानती नहीं पापर लेश मात्र तांको पाखरे नथिला he knew no sin and he committed no sin किंतु पापी मानन को उद्धार करबा निमंते तांको पाप स्वरूप बा पापी स्वरूप हेबा को पड़िला जने पवित्र पुरुषन को जने पवित्र व्यक्ति को जने पवित्र परमेश्वरन को पवित्र मनुष्य हुई जगत को आसीबा को पड़िला और सेटा ही होची द ग्रेटेस्ट मिराकल इन द यूनिवर्स तापरे तांकर रेजुरेक्शन होची एक अलौकिक विषय हिज रेजुरेक्शन वाज यूनिक मैथ्यू 28:1-8 मु पढ़िया पई कहबी नाही पुनी रोमियो 4:25 रे मध्य ताहा आपण पाई पारिबे
ତେବେ ଏଇ ପ୍ରଭୁ ଯୀଶୁଙ୍କ ଭଳି ସନ୍ତାନ, ପ୍ରଭୁ ଯୀଶୁଙ୍କ ଭଳି ପୁତ୍ର, ପ୍ରଭୁ ଯୀଶୁଙ୍କ ଭଳି ବାଳକ କେହି ନଥିଲେ ଆଉ କେହି ନଥିବେ ଏବଂ କେହି ଆସିବେ ନାହିଁ. There is never been anyone like him and there never will be again anyone like him. ସେଇଥିପାଇଁ କୁହାଗଲା ଯେ he is the embodiment of God's glory. ପରମେଶ୍ୱରଙ୍କର ଗୌରବର ସେ ହେଉଛନ୍ତି ଗୋଟେ ଅବତାର. ସମସ୍ତ ଶୋଭା, ସମସ୍ତ ପ୍ରତାପ, ସମସ୍ତ ଗୌରବ, ସମସ୍ତ ମହିମା କର୍ତ୍ତାପଣ କେବଳ ତାହାଙ୍କ ଠାରେ ଆମେ ଦେଖିବାକୁ ପାରିଲୁ. ଯେ ତାହାଙ୍କର ନାମ ଗୁଡାକ ବିଷୟରେ ମୁଁ କହିବି ପରେ. ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ଆଉ ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏହି କ୍ଷଣ ଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ କରିବେ. ଏ ସମସ୍ତ ଏକ୍ସପ୍ଲାନେସନ କଲେ ଆହୁରି ଗୋଟେ ସମ୍ବାଦ ବାହାରିବ, ତେଣୁ ମୁଁ ତାକୁ ବିଶ୍ଳେଷଣ କରିବି ନାହିଁ. ବଟ୍ ଏତିକି କହିବା ପାଇଁ ଚାହିଁବି ଯେ ତାହାଙ୍କ ଉପରେ ସମସ୍ତ ଶାସନ ଭାର, ତାହାଙ୍କ ଉପରେ ସମସ୍ତ କର୍ତ୍ତୃତ୍ୱ ଭାର ଦିଆଯାଇଅଛି, ଆଉ ତାହାଙ୍କର ସେ ଗୌରବ, ପରମେଶ୍ୱରଙ୍କର ଗୌରବର ସେ ହେଉଛନ୍ତି ଗୋଟେ ଅବତାର. ତୃତୀୟ ବିଷୟ କହିବି, ଏଇ ବାଳକଙ୍କର ଅବତାର ସେ ପରମେଶ୍ୱରଙ୍କର ମହାନତାର ଗୋଟେ ଅବତାର ଅଟନ୍ତି. He is the embodiment of God's greatness. ପରମେଶ୍ୱରଙ୍କର ଯୋଉ ମହାନତା, ପରମେଶ୍ୱରଙ୍କର ଯୋଉ ଅସୀମତା, ତାର ମଧ୍ୟ ସେ ଗୋଟେ ଅବତାର ଅଟନ୍ତି. ଯିଶାୟ ଆମମାନଙ୍କୁ କହୁଛନ୍ତି କେତେଟି ନାମ ବା ପ୍ରଭୁ ଯୀଶୁଙ୍କର ଯୋଉ ନାମ ଅଛି ବା ବାଳକଙ୍କର ନାମ ଅଛି, ପୁତ୍ରଙ୍କର ନାମ ଅଛି. Isaiah tells us that this child will have a name. ଆମ ସମସ୍ତଙ୍କର ନାମ ଅଛି. କାର କାର 2ଟା ନାମ, କାର 3ଟା ନାମ, କାର 5ଟା ନାମ, 6ଟା ନାମ ଅଛି. କିନ୍ତୁ ସମଗ୍ର ବାଇବେଲରେ ଯଦି ଆମେ ଦେଖିବା, ଆପଣ ମାନେ ମତେ ପଚାରନ୍ତୁ ନାହିଁ କଣ କଣ ସେ ନାମ, ଆପଣ ମାନେ ନିଜେ ଖୋଜିକିରି ବାହାର କରିବେ. 256ଟା ନାମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାଇବେଲରେ ରେକର୍ଡ କରାଯାଇଅଛି. The Bible gives him at least 256 names, different names. ଅଳ୍ପ କେତୋଟି ପ୍ରାୟ 10-12ଟା ହିଁ ଅନେକ ସମୟରେ ପାରମାର୍ଥିକ ତତ୍ଵ କ୍ଲାସ ଗୁଡାକରେ ଶିକ୍ଷା ଦିଆଯାଇଥାଏ. ମୋର ଗୋଟେ ବହି ଯାହା ଲେଖା ଅଛି ହୁ ଇଜ ଗଡ୍, ସେଠି ମୁଁ ପରମେଶ୍ୱରଙ୍କର କେତୋଟି ନାମ ଲେଖିଛି. ହୁଏତ ଯୋଉମାନେ ସେ ବହି ପାଇଛନ୍ତି ସେଠି ପଢିଛନ୍ତି, କିନ୍ତୁ ପ୍ରଭୁ ଯୀଶୁଙ୍କର 256ଟା ନାମ ଅଛି. and he is the embodiment of God's greatness. ତେବେ ଏଇ ଗୋଟିଏ ନାମ ଦ୍ୱାରା ଲୋକେ ତାଙ୍କୁ ସନ୍ତୁଷ୍ଟ ହେଇପାରିବେ ନାହିଁ. ସେଥିପାଇଁ ଅନେକ ନାମ ତାଙ୍କର ମହାନତାକୁ ପ୍ରକାଶ କରିବା ପାଇଁ, ତାଙ୍କର ଗୌରବକୁ ପ୍ରକାଶ କରିବା ପାଇଁ ଆଉ ଦିଆଯାଇଅଛି. ଯେମିତି ଗୋଟେ ଡାଇମଣ୍ଡକୁ, ଗୋଟେ ହୀରାକୁ ଯଦି ଆମେ କଣ କରିବା ନା ପରିଷ୍କାର କରିବା, ଏକ୍ସାମିନ କରିବା, ପରୀକ୍ଷା କରିବା ଏବଂ ପରିଷ୍କାର କରିବା, ତେବେ କଣ ହବ ନା ପ୍ରତ୍ୟେକ ସମୟରେ ତାର ଚମକଟା, ଯେ ଚମକ ଆହୁରି ଚମକି ଚମକିକିରି ବାହାରିବ. ଠିକ ସେମିତି Jesus is like a diamond or more than a diamond. ଆମେ ଡିଫାଇନ କରିପାରିବା ନାହିଁ କି ଡିଜାଇନ କରିପାରିବା ନାହିଁ. ତାଙ୍କର ଅସୀମତା, ତାଙ୍କର ମହାନତା, ତାଙ୍କର ପ୍ରତାପ, ତାଙ୍କର ଗୌରବ ଏତେ ସ୍ୱଭାବମୟ ଯେ ତାକୁ ଅବର୍ଣ୍ଣନୀୟ, ଅତୁଳନୀୟ, ଅକଥନୀୟ ବୋଲିକିରି କୁହାଯାଇଥାଏ. ସବୁବେଳେ we would see a new facet of his character and his glory. ତାଙ୍କର ସ୍ୱଭାବର, ତାଙ୍କର ଗୌରବର ଗୋଟେ ନୂଆ ନୂଆ ପରିପ୍ରେକ୍ଷୀ ଆମେ ପାଇବା. ଯେତେବେଳେ ଆମେ ସ୍ୱର୍ଗକୁ ଗୃହୀତ ହେବା, ସେତେବେଳେ he will reveal a new name to us. ଗୋଟେ ୟୁନିକ୍ ନେମ୍ ସେ ଆମମାନଙ୍କୁ ଦେବେ. ପ୍ରକାଶିତ 2:17 ପଦ ଟିକେ ପଢନ୍ତୁ. 2:17 ପଦ, ପ୍ରକାଶିତ ପୁସ୍ତକ 2:17. ମଣ୍ଡଳୀ ଗୁଡିକ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ, ଯେ ଜୟ କରେ ତାହାକୁ ଆମ୍ଭେ ଗୁପ୍ତ ମାନ ଦେବୁ। ପୁଣି ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତବସ୍ତ୍ର ତାହାକୁ ଦେବୁ. ଏଇ ନାମ ଦିଆଯିବ ସ୍ୱର୍ଗରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ. ଆଉ ସେ ନାମ ଏବେ ପର୍ଯ୍ୟନ୍ତ ରିଭିଲ କରାଯାଇ ନାହିଁ.
କିନ୍ତୁ ବାଇବେଲରେ ପ୍ରାୟ 256ଟି ନାମ ରିଭିଲ୍ଡ କରାଯାଇଅଛି। ଅନେକ ନାମରେ ସେ ନାମାଙ୍କିତ ଅଟନ୍ତି, ଯୋଉ ନାମ ତାଙ୍କୁ ଗୌରବ ଦିଏ, ଯୋଉ ନାମ ତାଙ୍କୁ ମହିମା ଦିଏ। ଆମେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅନେକ ସମୟରେ ପ୍ରାର୍ଥନାରେ, ଆମମାନଙ୍କର ଆରାଧନାରେ ଆମେ ତାଙ୍କୁ ଗୌରବ ଦଉଛୁ। ଅନେକ ସମୟରେ ନାମର ମହତ୍ଵ ଗୁଡାକ ରହିଛି, ନାମର ବିଶେଷତ୍ୱତା ରହିଛି, ପ୍ରତ୍ୟେକ ନାମର ଅର୍ଥ ଅଛି। ସେମିତି ଯିଶାୟ ମଧ୍ୟ ଏ ସ୍ଥାନରେ ଆମମାନଙ୍କୁ କେତୋଟି ନାମ ଦଉଛନ୍ତି। ଆସନ୍ତୁ କଣ କଣ ନାମ ସେ ଦେଇଛନ୍ତି ଏଇ ବାଳକଙ୍କୁ, ଏଇ ପୁତ୍ରଙ୍କୁ, ସେଟା ଦେଖିବା। ପ୍ରଥମ ହଉଛି ଆଶ୍ଚର୍ଯ୍ୟ। କେତୋଟି ଓଡିଆ ବାଇବେଲରେ ଆଶ୍ଚର୍ଯ୍ୟ, ମନ୍ତ୍ରୀ ଏ ଦିଟା ଶବ୍ଦକୁ ଗୋଟିଏ ଶବ୍ଦରେ ବ୍ୟବହାର କରାଯାଇଛି। ଆଉ କୋଉ ବାଇବେଲରେ ଲେଖା ଅଛି ଆଶ୍ଚର୍ଯ୍ୟ ପରେ କମା ଅଛି, ତାପରେ ମନ୍ତ୍ରୀ ଶବ୍ଦରେ ମଧ୍ୟ ଗୋଟେ କମା ଅଛି। ତେବେ ତାକୁ ମୁଁ ସେ ସମସ୍ତ ବିଷୟ ଆଡକୁ ଆମେ ଯିବା ନାହିଁ। ଯାହା ହଉ ଆମେ ଏତିକି ଦେଖିବା ଯେ ତାହାଙ୍କ ନାମ ହଉଛି ୱାଣ୍ଡରଫୁଲ, ଯାହାକୁ କୁହାଯାଏ। ଏଇ ଆଶ୍ଚର୍ଯ୍ୟ ଯୋଉଟା ଆମେ କହୁଛୁ, ଏଇ ଆଶ୍ଚର୍ଯ୍ୟ ଶବ୍ଦର ଅର୍ଥ ହଉଛି ସୁପର ନ୍ୟାଚୁରାଲ ବା ଏକ୍ସଟ୍ରା ଅର୍ଡିନାରୀ, ଯାହାକୁ କୁହାଯାଇଥାଏ। ବିଚାରକର୍ତ୍ତା 13-18 ପଦ ଟିକେ ପଢନ୍ତୁ। ବିଚାରକର୍ତ୍ତା 13 ପର୍ବର 18 ପଦ। ତାହାଙ୍କ ସମତୁଲ୍ୟ ଆଉ କୌଣସି ବିଷୟ ନାହିଁ, ଏହି ନାମର ତୁଳନା ଆଉ କାହା ସାଙ୍ଗରେ କରାଯାଇ ପାରିବ ନାହିଁ। ଏକ ଅତୁଳନୀୟ ନାମ, ଏକ ଅଲୌକିକ ନାମ, ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ନାମ ଅଟେ ପ୍ରଭୁ ଯୀଶୁଙ୍କର। ତେଣୁ ଆଶ୍ଚର୍ଯ୍ୟ ନାମ ତାଙ୍କୁ ଦତ୍ତ ହେଇଛି। ତହିଁରେ ସଦାପ୍ରଭୁଙ୍କ ଦୂତ ତାହାଙ୍କୁ କହିଲେ, ତୁମ୍ଭେ ଆମ ନାମ କାହିଁକି ପଚାରୁଅଛ? ତାହା ତ ଆଶ୍ଚର୍ଯ୍ୟ। ସଦାପ୍ରଭୁଙ୍କର ନାମ ଆଶ୍ଚର୍ଯ୍ୟ, ସେଇଟା କିଏ ପଚାରି ପାରିବେ ନାହିଁ। ମାନେ ଆମେ ସେଇ ନାମର ଅର୍ଥକୁ ବାହାର କରିବା ପାଇଁ ଗଲେ ଅନେକ କିଛି ଆମେ ଦେଖୁଛୁ ବାଇବେଲରେ, କିନ୍ତୁ ସେ ନିଜେ ଦୂତ ତାଙ୍କୁ କହୁଛନ୍ତି କାହିଁକି ପଚାରୁଛ ମତେ? ଆମର ନାମ ତ ଆଶ୍ଚର୍ଯ୍ୟ। ସେ ହଉଛନ୍ତି ଗୋଟେ ମିରାକଲ ମ୍ୟାନ। ସେ ଆମର ଚିନ୍ତାର ବାହାରେ, ଆମର କଳ୍ପନାର ବାହାରେ। ହି ଇଜ ସୋ ଫାର ବିୟଣ୍ଡ ଆୱାର ଲେଭେଲ ଅଫ କମ୍ପ୍ରେହେନ୍ସନ that we can never figure him out. ଆମେ ତାଙ୍କୁ ଫିଗର ଆଉଟ୍ କରିପାରିବା ନାହିଁ। ତଥାପି he can be known to us as a child. Praise the Lord. Hallelujah. ସେ ଏକ ଅତୁଳନୀୟ, ଅବର୍ଣ୍ଣନୀୟ, ଅକଥନୀୟ ତାଙ୍କର ନାମ, ଆଶ୍ଚର୍ଯ୍ୟ ନାମ। ସେ ନାମ କେହି ଖୋଜି ପାଇପାରିବେ ନାହିଁ, ସେ ପ୍ରକାର ନାମ। କିନ୍ତୁ ସେ ନାମ ଆମମାନଙ୍କୁ ରିଭିଲ କରାଯାଇଅଛି, ଆମମାନଙ୍କୁ ଦତ୍ତ ହେଇଛି, ଆମମାନଙ୍କୁ ଦିଆଯାଇଅଛି। କେତେ ସୌଭାଗ୍ୟବାନ ଆମେ ସମସ୍ତେ ଯେ ତାଙ୍କର ନାମକୁ ଆମେ ଜାଣୁଛୁ। ଆଉ ଯୋଉ ନାମରେ ଅନ୍ଧ ଦେଖୁଛି, ଯୋଉ ନାମରେ ଖଞ୍ଜ ଚାଲୁଛି, ଯୋଉ ନାମରେ ମୃତ ବ୍ୟକ୍ତି ବାହାରି ଆସୁଛି, ଯୋଉ ଛଡା ଯାଉଛି, ଆଜି ସେ ନାମ ଆମମାନଙ୍କର ଅଧିକାର ସ୍ୱରୂପେ ଦିଆଯାଇଅଛି। କିନ୍ତୁ ଅନେକ ଲୋକ ଅଛନ୍ତି ଏଇ ନାମକୁ ମିସ୍ ଆପ୍ରୋପ୍ରିଏଟ କରୁଛନ୍ତି, ମିସ୍ ବିହେଭିୟର କରୁଛନ୍ତି, ପରମେଶ୍ୱରଙ୍କର ନିନ୍ଦା କରୁଛନ୍ତି ଏ ନାମକୁ ନେଇକି। ଉଚିତ ମତେ ସମ୍ମାନସ୍ପଦ ଭାବରେ, ଗୌରବପୂର୍ଣ୍ଣ ଭାବରେ ଏ ନାମକୁ ବ୍ୟବହାର କରାଯିବା ଉଚିତ। କିନ୍ତୁ ଅନେକ ଅଛନ୍ତି, ଦୁଃଖର ବିଷୟ, ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ଅଛନ୍ତି, ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଅଛନ୍ତି ଯୋଉମାନେ ଏ ନାମକୁ ଅବମାନନା କରୁଛନ୍ତି, ଅପମାନ କରୁଛନ୍ତି, ଅସମ୍ମାନ କରୁଛନ୍ତି, ଅଗୌରବ କରୁଛନ୍ତି। କିନ୍ତୁ ଏ ନାମ ଗୌରବ ପାଇବା ଯୋଗ୍ୟ ନାମ ଅଟେ। ଆଉ ଏ ନାମ ଆମମାନଙ୍କୁ ରିଭିଲ କରାଯାଇଅଛନ୍ତି। Yet he can be known by a little child. ଗୋଟେ ଶିଶୁ ଭାବରେ, ଗୋଟେ ବାଳକ ଭାବରେ, ଗୋଟେ ପୁତ୍ର ଭାବରେ ସେ ଆମମାନଙ୍କ ନିକଟରେ ପ୍ରକାଶିତ ହଉଛନ୍ତି। He is wonderful. କୋଉ ବିଷୟରେ ସେ ୱାଣ୍ଡରଫୁଲ ଅଟନ୍ତି, କୋଉ ଏରିଆରେ ସେ ଆଶ୍ଚର୍ଯ୍ୟ ଅଟନ୍ତି ନା, he is wonderful in his word. ତାଙ୍କର ବାକ୍ୟରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। He is wonderful in his works. ତାଙ୍କର କାର୍ଯ୍ୟ ଗୁଡିକରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। And he is wonderful in his ways. ତାଙ୍କର ପଥରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। He is wonderful in his worship. ଆରାଧନାରେ ମଧ୍ୟ ସେ ଆଶ୍ଚର୍ଯ୍ୟ ଅଟନ୍ତି। ତେଣୁକରି ଆଉ ଅନେକ ବିଷୟ ଯଦି ଆମେ ଦେଖିବା, ସବୁ ବିଷୟରେ ସେ ଆଶ୍ଚର୍ଯ୍ୟ ଅଟନ୍ତି। ତାଙ୍କର ନାମ ହଉଛି ଆଶ୍ଚର୍ଯ୍ୟ, ସେଥିପାଇଁ ଦିଆଗଲା। ତାପରେ କୁହାଯାଉଛି କାଉନସିଲର। ଏଠି ମନ୍ତ୍ରୀ ଶବ୍ଦଟାକୁ କାଉନସିଲର ଭାବରେ ଲେଖାଯାଇଛି। ଆମେ କାଉନସିଲର କହିଲେ ପରାମର୍ଶଦାତା, ଉପଦେଷ୍ଟା ବୋଲିକିରି ଆମେ କହିଥାଉ। This word means to advise, counsel, or to devise a plan. ଗୋଟେ ସଂକଳ୍ପ କରିବା ନିମନ୍ତେ ଯାହା ଯୋଜନା କରାଯାଇଥାଏ, ଗୋଟେ ପର୍ପୋଜ ଯାହା କରାଯାଇଥାଏ। ଏଇଟା ତାଙ୍କର କଣ ନା, it refers to his role as the leader and guiding force of our lives.
ଆମ ଜୀବନର ଗୋଟେ ଗାଇଡିଂ ଫୋର୍ସ ଭାବରେ ଏ ନାମକୁ ବ୍ୟବହାର କରାଯାଇଥାଏ। କେହି ଜଣେ ପଢନ୍ତୁ ଗୀତ ସଂହିତା 37 ର 23 ପଦ। 37 Psalm 37:23। ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି। ଆମେନ୍। ଆମେନ୍, ଧନ୍ୟବାଦ। ଆମମାନଙ୍କର ସେ ଗୋଟେ ଗାଇଡିଂ ଫୋର୍ସ, ଆମମାନଙ୍କର ପଥକୁ ସେ ସ୍ଥିରୀକୃତ କରନ୍ତି, ସୁଦୃଢ କରନ୍ତି, ସୁନ୍ଦର କରନ୍ତି, ଶୋଭାମୟ କରନ୍ତି ଯଦି ଆମେ ତାଙ୍କ ପଥରେ ଚାଲୁ। ସେଇ ହେଉଛନ୍ତି ପରାମର୍ଶଦାତା। ତାପରେ କାଉନସେଲର କହିଲେ, ଆଉ ଅନେକ ସମୟରେ ମ୍ୟାରେଜ କାଉନସେଲିଂ ଅଛି, ପ୍ରି ମ୍ୟାରିଟାଲ କାଉନସେଲିଂ ଅଛି, ଆଫ୍ଟର ମ୍ୟାରେଜ ମଧ୍ୟ ଯୋଉ ସମୟରେ ସମସ୍ୟା ହୁଏ ପରିବାର ଗୁଡିକରେ, ସେଥିପାଇଁ ପରାମର୍ଶଦାତା ମାନେ ଅଛନ୍ତି ଯୋଉମାନେ ବେଙ୍ଗଲୁରୁ ସହର ପର୍ଯ୍ୟନ୍ତ, ମୁମ୍ବାଇ ସହର ପର୍ଯ୍ୟନ୍ତ ଯାଆନ୍ତି କାଉନସିଲର ମାନଙ୍କ ସାଙ୍ଗରେ କନସଲ୍ଟ କରିବା ପାଇଁ, ଫ୍ୟାମିଲିକୁ କେମିତି ରେଷ୍ଟୋର କରାଯିବ, ଫ୍ୟାମିଲି ପରିବାରକୁ ବା ପାରିବାରିକ ସମସ୍ୟାକୁ ସମାଧାନ କରିବା ପାଇଁ। କିନ୍ତୁ ଆମମାନଙ୍କର ପାଖରେ ଏକ ଅଦୃଶ୍ୟ ପରମେଶ୍ୱର ଅଟନ୍ତି, ଯେ କି ଇମାନୁଏଲ ପରମେଶ୍ୱର ଅଟନ୍ତି, ଆମମାନଙ୍କର ସହିତ ରହିବା ପରମେଶ୍ୱର ଅଟନ୍ତି, ଆଉ ତାଙ୍କର ପବିତ୍ର ଆତ୍ମାକୁ ସେ ଆମମାନଙ୍କ ଠାରେ ଅବସ୍ଥାନ କରେଇଛନ୍ତି, ଯେ କି ସଦା ସର୍ବଦା ଆମମାନଙ୍କର ସହିତ ରହିବେ। ସେଥିପାଇଁ ସେ କହିଲେ, ମୁଁ ନ ଗଲେ ତୁମମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିପାରିବି ନାହିଁ, ତ ମୁଁ ଗଲେ ପଠେଇବି, ଯେ ତୁମମାନଙ୍କର ସାହାଯ୍ୟକାରୀ ତୁମମାନଙ୍କର ସହିତ ରହିବେ, ତୁମମାନଙ୍କୁ ପଥ କଢେଇ ନେବେ, ଉଚିତ ମାର୍ଗରେ ସେ କଢେଇ ନେବେ, ପାପର ବୋଧ ସେ ତୁମମାନଙ୍କୁ ଦେବେ। He will give you the conviction of sin। ଆଉ କେମିତି ପଥରେ ଚାଲିବାକୁ ହବ ତାହା ସେ ନିର୍ଦ୍ଦେଶନା ଦେବେ। He will guide you, he will lead you। ରୋମିଓ 8:28 ରେ ମଧ୍ୟ ଲେଖା ଅଛି। ତେବେ ସେ ହେଉଛନ୍ତି ପରାମର୍ଶଦାତା ବା ମନ୍ତ୍ରୀ, ଉପଦେଷ୍ଟା, କାଉନସିଲର। ତାପରେ ଆଉ ଗୋଟେ ନାମ ବ୍ୟବହାର କରାଯାଇଛି, ମାଇଟି ଗଡ୍ ବା ପରାକ୍ରାନ୍ତ ପରମେଶ୍ୱର। This word means he is the hero, अर्थात who is strong, who is almighty, who is invincible बोलिकर ଯାହାକୁ କୁହାଯାଏ, ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ମାନେ ସେ ସମସ୍ତ ବିଷୟର ପୂଜା ପ୍ରଶଂସା ପାଇବାର ଯୋଗ୍ୟ ପରମେଶ୍ୱର ଅଟନ୍ତି। He alone is worthy to be called our hero। ଆମେ ମୁଭି ଷ୍ଟାର ମାନଙ୍କୁ ହିରୋ ହିରୋଇନ କହିଥାଉ, କିନ୍ତୁ ଆମ ଜୀବନର ପ୍ରକୃତ ହିରୋ ହଉଛନ୍ତି ଏଇ ବାଳକ, ଏଇ ପୁତ୍ର, ଯେ ଆମମାନଙ୍କ ପାଇଁ ଦତ୍ତ ହେଇଛନ୍ତି। କାରଣ କଣ? He has defeated all our enemies। ସେ ଆମର ସମସ୍ତ ଶତ୍ରୁ ମାନଙ୍କୁ ପରାଜିତ କରିଅଛନ୍ତି, ଆମ ଜୀବନକୁ ସୁରକ୍ଷା ଦେବା ପାଇଁ, ଆମ ଜୀବନକୁ ଶୋଭାମୟ କରିବା ପାଇଁ, ଆମ ଜୀବନକୁ ସୁନ୍ଦର କରିବା ପାଇଁ, ଆମ ଜୀବନକୁ ସରଳ କରିବା ପାଇଁ ସେ ଆମର ସମସ୍ତ ଶତ୍ରୁ ମାନଙ୍କୁ ହରେଇଛନ୍ତି। କୋଉ କୋଉ ଶତ୍ରୁକୁ ସେ ହରେଇଛନ୍ତି? ପ୍ରଥମ ଶତ୍ରୁ ହଉଛି ମୃତ୍ୟୁ। ପ୍ରଥମ କରନ୍ତୀୟ 15 ପର୍ବର 55 ପଦ, ମୁଁ ପଢିବା ପାଇଁ କହିବି ନାହିଁ, ଆପଣ ମାନେ ନୋଟ କଲେ ନୋଟ କରି ନେଇ ପାରନ୍ତି। ପ୍ରଥମ କରନ୍ତୀୟ 15 ପର୍ବର 55 ପଦରେ ମୃତ୍ୟୁକୁ ସେ ହରେଇଛନ୍ତି। ଦ୍ୱିତୀୟ କଥା, he has defeated sin, ପାପକୁ ସେ ହରେଇ ଦେଇଛନ୍ତି, ପରାଜୟ କରିଛନ୍ତି। ରୋମିଓ 6:14 ପଦରେ ଆପଣ ମାନେ ତାହା ଦେଖିପାରିବେ। ତାପରେ ତୃତୀୟ ଶତ୍ରୁ ହଉଛି ଶୟତାନ। ଆଦି ପୁସ୍ତକ 3:15 ପଦରେ ପ୍ରଥମ ଭବିଷ୍ୟବାଣୀ ସମ୍ପର୍କରେ ତାହା କୁହାଯାଇଥିଲା। ଚତୁର୍ଥ ହଉଛି ଦ ଗ୍ରେଭ୍, ଅର୍ଥାତ୍ କବର ମଧ୍ୟ ଆମମାନଙ୍କ ନିମନ୍ତେ ଏକ ଶତ୍ରୁ ଅଟେ। ମାଥ୍ୟୁ 28:1-6, ପ୍ରଥମ କରନ୍ତୀୟ 15:20 ଯାହାକୁ କୁହାଯାଏ। ତାପରେ ପଞ୍ଚମ ବିଷୟ ହଉଛି ଦ ହେଲ୍, ଦି ଇଟର୍ନିଟି, ଦି ଇଟର୍ନାଲ ପନିଶମେଣ୍ଟ ଯୋଉଠି ଲୋକଙ୍କୁ ମିଳିବ, ସେଇଟା ମଧ୍ୟ ଆମମାନଙ୍କ ଜୀବନର ଗୋଟେ ଶତ୍ରୁ ଅଟେ। ସେଇଟା ଯୋହନ 10:28 ପଦରେ ଆପଣ ମାନେ ପାଇପାରିବେ। ତାପରେ ତାଙ୍କର ଆଉ ଗୋଟେ ନାମ ଅଛି, ଏଭରଲାଷ୍ଟିଂ ଫାଦର, ଅନନ୍ତକାଳୀନ ପିତା। He is everlasting, ଅର୍ଥାତ୍ କୌଣସି ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଥିଲେ ଏବଂ ସେ ସମସ୍ତ ବିଷୟକୁ ସ୍ଥିତି କଲେ ବା ସେ ସଜୀବ କଲେ, ସେ ସୃଷ୍ଟି କଲେ, ସୃଜନ କଲେ। He is the great I am ବୋଲିକିରି କୁହାଯାଏ। ମୂଷାଙ୍କୁ ସେ ନାମ ସେ ରିଭିଲ୍ କଲେ, I am that I am। I am ଯେହୋବା, ମୁଁ ଯେହୋବା ସଦାପ୍ରଭୁ, ଆମ୍ଭେ ସ୍ୱୟମ୍ଭୁ, ଆମେ ସ୍ୱୟଂ ଅଟୁ। ମାନେ ଅନ୍ୟ କୌଣସି ଲୋକଙ୍କର ସାହାଯ୍ୟ ବିନା ଆମେ ସ୍ଥିତି ରଖିପାରୁ, ଜୀବିତ ରହିପାରୁ, ଆମର ଅସ୍ତିତ୍ୱ ଅଛି। କିନ୍ତୁ ଆମେ କେତେ ସୌଭାଗ୍ୟମୟ ପୁରୁଷ ଅଟୁ ଯେ ଆମମାନଙ୍କର ଜୀବନ
tied to his life. आमानकर जीवन तांको सहित बंधन अछि. एबे रिसेंटली मु गोटे विवाह ओकेजन रे प्रीचिंग करूथली एवं सेठी मु कहूथली संपूर्ण बाइबल को जदी गोटिए शब्द रे हमें समाहित करिबा ताहले कोन हबो. समस्ते कहिले प्रेम, समस्ते कहिले जीवन, लव, लाइफ इत्यादि इत्यादि. बट इट इज रिलेशनशिप. संपर्क मूलरू आदि पुस्तक प्रकाशित पुस्तक पर्यंत जदि आपण बारे देखिबे जे एथिरे कुहा जाए संपर्क होची सबुठारु गोटिए शब्द जहाँ संपूर्ण बाइबल रा माने देखिबा को पारु. सेही संपर्क द्वारा परमेश्वर कोन कले मनुष्य सहित संबंध रखिया पई चाहिले, फेलोशिप करिया पई चाहिले. ही इज योर फादर, ही इज माय फादर, ही इज आवर फादर. से अनंत कालीन, से एवरलास्टिंग फादर, से आमानकर पिता हटंती. से जेतेबेल पर्यंत बंचिबे सेतेबेल पर्यंत आमानको बंचिबार अधिकार से आमानको दैचंती. ही इज एवरलास्टिंग. आमानको मध्य से अनंत काल रे प्रवेश करिबा निमंते से अधिकार से आमानको दैचंती. मो समय हे गेलानी, मो वर्तमान शेष करिया पई चाहिबी आ 3-4 मिनिट रे. एही शब्द फादर रो अर्थ होची जे गोटे प्रोड्यूसर, गोटे जनरेटर. He is our source. He brought us into being and he sustains our lives by his power. से तांको शक्ति रे हमरो जीवन को से धरी रखंती, तोड़ी धरंती, से अमान को सब किछि प्रदान करंती. गोटे पिता कोन करे? As a father, he fulfills his role as our father by loving us, by supporting us, by sustaining us, by comforting us and by providing us. से अमान को प्रेम करंती, से अमान को सब किछि प्रदान करंती, अमान को धरी रखंती, अमान को सांत्वना दियंती, पुणी अमान को समस्त विषय से जोगान करंती बा जोगेई दियंती. शेष कथा अछि प्रिंस ऑफ पीस, शांति राजा हेबो तांकर नाम. He will rule his kingdom in peace. पूर्वरु ए नाम तांको दिया गला कारण ताहांकर राज्य अन्य मानक परि राज्य नुहे. जो राज्य रे कली कंदल अछि, झगड़ा अछि, युद्ध अछि, किंतु आंक राज्य रे पदरे तांकर गवर्नमेंट विषय लेखा अछि जहा मु विस्तार भाव रे कहबा पई चाहिबी नाही. He is the creator, he is the provider of peace. से अमन को से शांति सृष्टि करंती एवं शांति से प्रदान करंती. जिसाय पुस्तक रे लेखा अछि जे हमें शांति सृष्टि करू एवं जो माने तांको जानंती से समस्त तांकर शांति को जानंती. जोहन 14:27 पद रे लेखा अछि, जोहन 16:33 पद रे मते लेखा अछि, पुणी फिलिपियो 4:7 पद रे मते लेखा अछि. तेबे प्रिय ईश्वरंकर लोक माने, what child is this? He is a remarkable child. We call him by name, many names. Ame tanko namo dhari ke daku. And he is God. He is your God, he is my God, he is our God. He is my Lord, he is your Lord. जो थोमा मु न देखले विश्वास करिबि नाही बोली करि कहले, से देखिला परे से कोन कहले, you are my Lord and my God. से स्वीकार कले. He is our savior today. आज अनेक अच्छु आमने समस्ते बहुत वर्ष धरी ख्रीष्टियान हेचु, किंतु परित्राण करता, उद्धार करता, मुक्तिदाता भावरे एई प्रभु यीशु को, एई बालकन को, एई पुत्रन को आमे कोन ग्रहण करिछु, जानिछु. डू यू नो हिम? हाउ बेस्ट यू नो हिम? आपण कोन तांको जानंती? केते अधिक उत्तम रूपे आपण तांको जानंती? इफ यू नो हिम, डू यू लव हिम? How do you love him? जदि आपण तांको जानंती, आपण केमति तांको प्रेम करंती? How do you serve him? आपण तांको केमिति सेवा करंती? As you should. एई जो क्रिसमस आसुची, how would you show your love to Jesus? एई प्रभु यीशु ख्रीष्टन को एई क्रिसमस समय रे आपण केमिति आपणकर प्रेम प्रदर्शन करिवे? Jesus asked Peter, प्रभु यीशु पितरंको पचारले, तुमे कोन ए समस्तन ठारू मते अधिक प्रेम करूअछ? सेतरे पितर कोन कहले, हां प्रभु मुझे आपन को प्रेम करूची, सेटा आपण जानंती. जोहन 21 अध्याय आपण पढिबे 15 रु तळ को 15, 16, 17 पद रे तीनटा कथा लेखा अछि. टेंड माय शीप, फीड माय शीप, कीप माय शीप. सेठी ओडिया रे लेखा अछि, मेष शावक मान को चराओ. जदि तुमे मते प्रेम करूछ, मोर मेष शावक मान को चराओ. जदि तुमे मते प्रेम करूछ, मोर मेष मान को प्रतिपालन करो. जदि तुमे मते प्रेम करूछ, मोर मेष मान को चराओ.
डू दिस इन दिस क्रिसमस। आज अनेक अछंती जो माने भिक्षुक जो माने गरीब अनाथ अवस्था विधवा अवस्था अछंती सेमानक निमंते आपण माने किछि करंतु एवं ईश्वरंकर प्रेम को प्रकाश करंतु। डू दिस क्रिसमस एंड ग्लोरीफाई गॉड। प्रभु हम समस्त को आशीर्वाद करंतु। धन्यवाद।